ଦେଖନ୍ତୁ ଏ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ହୃଦୟ ବିଦାରକ ଏବଂ ଏକା ସାଙ୍ଗରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ଏବଂ ଏଠି ଆସିକି ଦେଖିଲେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହୃଦୟ ବିଦାରକ। ସମବେଦନା ଜଣାଇବା ପାଇଁ ଶବ୍ଦ ମଧ୍ୟ ନାହିଁ ଏବଂ ଯେହେତୁ 5 ଜଣ ଯାକ 5 ଜଣରୁ 4 ଜଣ ବହୁତ କମ ବୟସର ବି ଥିଲେ, କାହାକୁ 32 କାହାକୁ 30 ଏଭଳିଆ ବୟସ ଥିଲା ଏବଂ ତାଙ୍କର ପରିବାର ସଦସ୍ୟଙ୍କର ଦୃଶ୍ୟ ପୋଲିସର ଯେତେ କର୍ମଚାରୀ ମାନେ ଅଛନ୍ତି ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ନିଶ୍ଚିତ ଭାବରେ ଏ ଘଟଣା ଆମର ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। ମୁଖ୍ୟମନ୍ତ୍ରୀ ସହିତ ଆଲୋଚନା କଲେନି ଯେହେତୁ 2019 ମୁଁ ଏବେ ଡାଇରେକ୍ଟର ଜେନେରାଲ ପୋଲିସଙ୍କ ସାଙ୍ଗରେ କଥା ହେଇଛି। ମୁଁ ସମ୍ପର୍କ କରୁଛି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ, ଅଧଘଣ୍ଟା ଘଣ୍ଟେ ଭିତରେ ସମସ୍ତଙ୍କ ସାଙ୍ଗରେ କଥା ହେଇକି ମୁଁ ନିଶ୍ଚିତ ଭାବରେ ଅବଗତ ବି ଅଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଜୀବନ୍ତ ଫେରାଇ ଆଣିପାରିବାନି, କିନ୍ତୁ ତାଙ୍କର ପରିବାର ସଦସ୍ୟ କିଭଳି ଭାବରେ ତାର ଠିକ ଭାବରେ ତାଙ୍କର ପରିବାର ଚଳିପାରିବ, ଆକୁ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ଏବଂ ଦୁର୍ଘଟଣାର ମୂଳ କାରଣ ତଦନ୍ତ କରି ନିଶ୍ଚିତ ଭାବେ ଆଗକୁ କିଭଳି ଭାବରେ ଏଭଳିଆ ଦୁର୍ଘଟଣା ନ ଘଟିବ ତା ପାଇଁ ଆମେ ଚେଷ୍ଟା କରିବା ନିଶ୍ଚିତ।